ଶ୍ରମିକ ସ୍ୱାର୍ଥ ବିରୋଧୀ 4ଟି ଶ୍ରମକୋଡ଼ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଆଜି ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ 10ଟି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ବନ୍ଦ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ 4ଟି ଘୂର୍ଣ୍ଣ୍ୟ ଶ୍ରମକୋଡ଼ର ବାତିଲ, ଦେଶର ସମ୍ବିଧାନ ଓ ତାର 4ଟି ମୁଖ୍ୟ ଚରିତ୍ରର ସୁରକ୍ଷା, କାମ କରିବାର ଅଧିକାରକୁ ମୌଳିକ ଅଧିକାର ପରିଚ୍ଛେଦଭୁକ୍ତ କରିବା ଏବଂ ମନରେଗାର ଆଇନର ପୁନଃ ପ୍ରବର୍ତ୍ତନ, ଶାନ୍ତି ଆଇନ ଓ ଚିଠା ବିଦ୍ୟୁତ୍ ବିଲ୍, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଲ୍ ବାତିଲ, କୃଷିଜାତ ଦ୍ରବ୍ୟର ଲାଭଜନକ ମୂଲ୍ୟ, କୃଷି ଋଣ ଛାଡ଼, ଇନପୁଟ ସବସିଡି, ଜଙ୍ଗଲ ଅଧିକାର ଆଇନ କଡ଼ାକଡ଼ି ଲାଗୁ, ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ ଓ ଜିଏସଟି ଛାଡ଼, ସର୍ବନିମ୍ନ ମାସିକ 26,000 ଟଙ୍କା ମଜୁରୀ, ପୁରୁଣା ପେନସନ ସ୍କିମ୍ ପ୍ରଚଳନ, ସର୍ବନିମ୍ନ ପେନସନ ମାସିକ 9,000 ଟଙ୍କା, ମନରେଗାରେ ବର୍ଷକୁ 200 ଦିନ କାମର ଗ୍ୟାରେଣ୍ଟି ଓ ଦୈନିକ 600 ଟଙ୍କା ମଜୁରୀ, ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା, ବୀମା ଓ ଆର୍ଥିକ କ୍ଷେତ୍ରରେ 100 ବିଦେଶୀ ପୁଞ୍ଜି ନିବେଶ ବନ୍ଦ, ଦୈନିକ କାର୍ଯ୍ୟ ସମୟ ସର୍ବାଧିକ 8 ଘଣ୍ଟା ଓ ମହିଳା ଶ୍ରମିକଙ୍କୁ ରାତ୍ରିରେ କାର୍ଯ୍ୟ ନ କରାଇବା, ଅତି ବୃହତ୍ ପୁଞ୍ଜିପତିଙ୍କ ଉପରେ 2% ଟିକସ ବସାଇବା, କର୍ପୋରେଟ୍ ଟିକସ ବୃଦ୍ଧି ପ୍ରଭୃତି ଦାବିଗୁଡ଼ିକ ନେଇ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଧର୍ମଘଟ ସକାଳ 6 ଘଟିକାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବାଲେଶ୍ୱରରେ ପାଳିତ ହୋଇଥିଲା। ଏହି ବନ୍ଦ ଡାକରାରେ ମିଳିତ ଶ୍ରମିକ ସଂଗଠନର ନେତା ଜୟନ୍ତ ଦାସ, ଭାଗବତ ପ୍ରତିହାରୀ, ଶିଶିର କୁମାର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ବାସନ୍ତୀ ସାମଲ, ଜୀବନ ବାରିକ, ଅରୁଣ ଜେନା, ଶ୍ୟାମସୁନ୍ଦର ଜେନା, ରାଜକିଶୋର ଲେଙ୍କା ପ୍ରମୁଖଙ୍କ ସମେତ ଟ୍ରେଡ୍ ୟୁନିୟନର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଧର୍ମଘଟକୁ ସଫଳ କରାଇଥିଲେ। ଆଜି ବନ୍ଦ କରିବାର ମାନେ ଆମର ମହାତ୍ମା ଗାନ୍ଧୀ ଯେଉଁ ମନରେଗା ସେ ନିୟମଟାକୁ ତାକୁ ବନ୍ଦ ଯେ ସରକାର ଆଇନଟାକୁ ତାକୁ ବାତିଲ କରିଛି। ଆଉ ତାପରେ ଆମର ଶ୍ରମିକ ଯେଉଁ 44ଟା କୋର୍ଟ 44ରୁ 4ଟା କୋର୍ଟ କରିଛି, ସେ ପାଇଁ ଆମେ ଦାବି କରାହେଉଛି। ଆଉ ଶ୍ରମିକମାନଙ୍କର 9,000 ଟଙ୍କା ଯେଉଁ ପେନସନ୍ ହେବା କଥା ତାକୁ ବି ଦାବି କରାଯାଉଛି। ଆଉ ଏ ଯେଉଁ ସରକାର ରଙ୍ଗମରା ସରକାର, ଡବଲ ଇଞ୍ଜିନ୍ ସରକାର, ଇଏ ସରକାରକୁ କେମିତି ତା ଗାଦିଚ୍ୟୁତ କରାଯିବ ସେଟା ଆମେ ଶ୍ରମିକମାନେ। ଆଉ ତାପରେ ମଣ୍ଡିର ଧାନ ନେଉନାହାନ୍ତି, ଯେଉଁ ଚାଷୀମାନେ ମୁଣ୍ଡରେ ହାତ ଦେଇକି ଆତ୍ମହତ୍ୟା ବି କରିବେ। किसान कांग्रेस राज्य उपसभापति केंद्र सरकार संप्रति जनमारण नीति, कृषक मारण नीति, श्रमिक मारण नीति विरुद्ध भारत अमेरिका मुक्त वाणिज्य चुक्ति विरुद्ध संयुक्त किसान मोर्चा एवं समस्त मिलित ट्रेड यूनियन डाकर अधिकार भारत बंद को आम बालेश्वर सफलता सहित पालन करूँ। सरकार हुश में आओ, जनविरोधी कानून वापस लाओ। देखो मूल कथाटा हूँ भारत वर्षर श्रमिक श्रेणी ब्रिटिश साम्राज्यवाद विरुद्ध लड़ाई करके जो समस्त श्रम आईन से मैंने पास कर नेशनल असेंबली आज स्वाधीन भारत वर्षर एक निर्वाचित सरकार स्वाधीनता प्राप्तिर 77 वर्ष पर ताकू प्रत्याहार कर श्रमिक मानक गुलाम परिणत कर केवल कॉर्पोरेट हाउस मानक लाभ देवाई स्वार्थ को सुरक्षित रखापी ये 44टी श्रम आईन को संकुचित करी सी मात्र 4टी कोड रखिंट 4टी कोड्रे ट्रेड यूनियन करवा संगठन कर बाधा रखिंट मालिक मैंने चाहिए राति 12टार श्रमिक मान छटई करदे पारे।